ସମସ୍ତେ ବଂଶୀ ଦେଖିଛେ, କିନ୍ତୁ ଜାଣିଛେ ବଂଶୀଟି ଭିତରୁ ସମ୍ପୂର୍ଣ୍ଣ ଶୂନ୍ୟ ବୋଲି ସେଥିରୁ ଏତେ ସୁନ୍ଦର ସଙ୍ଗୀତ ବାହାରେ। ଆମେମାନେ ବି ଆମ ପିଲାଙ୍କୁ ନିଜ ଭିତରରୁ ସେହି ଅହଙ୍କାର ଆଉ ଜିଦକୁ ବାହାର କରିଦେବା ପାଇଁ ସବୁବେଳେ କହିବା। ଯେତେବେଳେ ସେମାନେ ଭିତରୁ ଶୂନ୍ୟ ହୋଇଯିବେ, ସେତେବେଳେ ଭଗବାନ ତାଙ୍କ ଜୀବନକୁ ଏକ ସୁନ୍ଦର ସଙ୍ଗୀତରେ ରୂପାନ୍ତରିତ କରିଦେବେ। ବିଜ୍ଞାନ କହେ ପରମାଣୁ ଦେଖାଯାଏ ନାହିଁ, କିନ୍ତୁ ସେଇଥିରେ ହିଁ ସବୁ ଶକ୍ତି ଥାଏ। ଗୀତା କହେ ଆତ୍ମା ଦେଖାଯାଏ ନାହିଁ, କିନ୍ତୁ ସେଇଥିରେ ହିଁ ଜୀବନ ଥାଏ। ପିଲାଙ୍କୁ ଶିଖାନ୍ତୁ ଯେ ଜୀବନର ମୂଲ୍ୟବାନ ଜିନିଷ ଗୁଡାକ ଯେମିତିକି ସମ୍ମାନ, ପ୍ରେମ, ସଂସ୍କାର ଏସବୁ ଦେଖାଯାଏ ନାହିଁ, କିନ୍ତୁ ସେଇଟା ହିଁ ଜଣକୁ ପୂର୍ଣ୍ଣ ମଣିଷ କରେ। ଜାଣନ୍ତି ମନ୍ଦିରର ଗର୍ଭଗୃହ କାହିଁକି ଖାଲି ଥାଏ? କାରଣ ସେହି ଶୂନ୍ୟତା ହିଁ ଭଗବାନଙ୍କର ଅନନ୍ତ ସତ୍ତାକୁ ଧାରଣ କରିବାର କ୍ଷମତା ରଖେ। ଯଦି ମନ୍ଦିରଟି ଅଦରକାରୀ ଜିନିଷରେ ଭର୍ତ୍ତି ହୋଇଥାନ୍ତା, ତେବେ ତାହା ଗୋଦାମ ଘର ହୋଇଯାଇଥାନ୍ତା। ଆପଣମାନେ ପିଲାଙ୍କ ମନକୁ ଗୋଦାମ ଘର କରନ୍ତୁ ନାହିଁ, ତାକୁ ଏକ ପବିତ୍ର ମନ୍ଦିର ପରି ଶୂନ୍ୟ ଆଉ ସ୍ୱଚ୍ଛ ରଖନ୍ତୁ, ଯେମିତି ସେଠାରେ ସେହି ସୂକ୍ଷ୍ମ ଚୈତନ୍ୟ ବିରାଜମାନ କରିପାରିବ। ବାଲି ଜଡବସ୍ତୁ, କିନ୍ତୁ ଜଣେ ଶିଳ୍ପୀର ହାତ ସ୍ପର୍ଶ ପାଇଲେ ତାହା ଏକ ଜୀବନ୍ତ କଳାରେ ରୂପାନ୍ତରିତ ହୁଏ। ପିଲାମାନେ ସେହି ବାଲି ପରି। ତାଙ୍କୁ ଗଢିବା ପାଇଁ ଶିକ୍ଷକ ଆଉ ଅଭିଭାବକ ଅଛନ୍ତି, କିନ୍ତୁ ଯେ ପର୍ଯ୍ୟନ୍ତ ସେମାନେ ନିଜ ଭିତରର ସୂକ୍ଷ୍ମ ଜ୍ୟୋତି ପ୍ରତି ଜାଗ୍ରତ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ସେମାନେ କେବଳ ଏକ ମାଟି ପିଣ୍ଡୁଳା ହୋଇ ରହିଯିବେ। ଦେଖନ୍ତୁ, ଗୋଟାଏ ମାଟି ପାତ୍ର ଜଡବସ୍ତୁ ହୋଇପାରେ, କିନ୍ତୁ ସେତେବେଳେ ସେ ପୂର୍ଣ୍ଣତା ପାଏ ଯେତେବେଳେ ସେଥିରେ ଅମୃତ ବା ଜଳ ଭରିଯାଏ। ଆମ ଜୀବନ ବି ସେମିତି। ଯେ ପର୍ଯ୍ୟନ୍ତ ଆମେ କେବଳ ଶରୀର ଭାବରେ ବଞ୍ଚିଛୁ, ଆମେ ଅଧୁରା। ଯେଉଁଦିନ ଆମେ ସେହି ସୂକ୍ଷ୍ମ ତତ୍ତ୍ୱ ବା ପରମାତ୍ମାଙ୍କ ପ୍ରେମରେ ପୂର୍ଣ୍ଣ ହୋଇଯିବା, ସେଦିନ ଆମର ଜୀବନ ସାର୍ଥକ ହୋଇଯିବ। ଏହା ହିଁ ଗୀତାର ପରମ ସତ୍ୟ। ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ। ଆପଣମାନେ ସେହିପରି ପିଲାଙ୍କୁ ସୂଚନାରେ ଭର୍ତ୍ତି କରନ୍ତୁ ନାହିଁ, ସେମାନଙ୍କୁ ସେହି ଶୂନ୍ୟତା ଦିଅନ୍ତୁ ଯେଉଁଠି ସେମାନେ ନିଜକୁ ଖୋଜି ପାରିବେ। ତାଙ୍କ ଭିତରର ସେହି ପବିତ୍ର ଶୂନ୍ୟତା ହିଁ ଦିନେ ବିଶ୍ୱ ବ୍ରହ୍ମାଣ୍ଡର ଜ୍ଞାନରେ ପୂର୍ଣ୍ଣ ହୋଇ ପ୍ରକାଶ ପାଇବ। ଜଣେ ଶିଷ୍ୟ ବା ପିଲାଟିଏ ଯେତେବେଳେ ନିଜକୁ ଖାଲି ପାତ୍ର ଭାବେ, ସେତେବେଳେ ହିଁ ସେ ଗୁରୁଙ୍କର ଜ୍ଞାନକୁ ଗ୍ରହଣ କରିପାରେ। ଯିଏ ନିଜକୁ ଆଗରୁ ପୂର୍ଣ୍ଣ ବା ସବୁ ଜାଣିଛି ବୋଲି ଭାବେ, ତା ଭିତରକୁ ନୂଆ ଜ୍ଞାନ ଯାଇପାରେ ନାହିଁ। ପିଲାମାନଙ୍କୁ ପ୍ରତିଟି ଜଡବସ୍ତୁ ପ୍ରତି କୃତଜ୍ଞ ହେବା ପାଇଁ ଶିଖାନ୍ତୁ। ଯେଉଁ ଖାତାରେ ସେମାନେ ଲେଖୁଛନ୍ତି, ତାହା ପାଇଁ ଗୋଟାଏ ଗଛ ନିଜର ବଳିଦାନ ଦେଇଛି। ଏହି ଅନୁଭୂତି ଯେତେବେଳେ ପିଲାଟି ଭିତରେ ଆସିଯିବ, ସେ ଜୀବନର ପ୍ରତିଟି ଧୂଳିକଣା